କେବେ ସମୁଦ୍ର ଦେଖିଛ? ରାତି ହେଲେ ତାର ଗର୍ଜନ ଶୁଣିଛ? ଡର ଲାଗେ ନା? ବେଳେବେଳେ ସେମିତି ଏକ ଗର୍ଜନ ଶୁଣାଯାଏ କେଉଁ ଏକ ସମ୍ପର୍କ ଛିଡ଼ିଯିବା କଳ୍ପନାରେ। ସେଦିନ ମୋ ଭିତରେ ବି ସେଇ ଭୟ ଆସିଥିଲା। ଏମିତି ତୁମେ କ'ଣ ପାଇଁ କଲ? ହସ୍ପିଟାଲ ବେଡ୍ରେ ବ୍ୟାକୁଳ ହୋଇ ପଚାରିଲି ସଞ୍ଜୁକୁ। ସଞ୍ଜୁ, ଯାହାକୁ 4 ବର୍ଷ ପୂର୍ବେ ମଥାରେ ସିନ୍ଦୁର ଦେଇ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲି। ଦାମ୍ପତ୍ୟ ଜୀବନରେ ଅନେକ ଝଡ଼ ଆସିଛି ଏବଂ ରାସ୍ତା କାଟି ଚାଲି ମଧ୍ୟ ଯାଇଛି। ହେଲେ ଏଥର ଝଡ଼ ତ ନୁହେଁ, ପୁରା ମହାବାତ୍ୟାଟା ଅଚାନକ ଆସିଛି, ଯାହାକୁ ସାମ୍ନା କରିବାକୁ ମୋ ପାଖରେ ସାହସ ଏବଂ ଧୈର୍ଯ୍ୟ କିଛି ବି ନାହିଁ। ସବୁକିଛି ତୁମରି ପାଇଁ, ଆଖି ଝରା ଲୁହରେ ଉତ୍ତର ରଖିଲା ସଞ୍ଜୁ। ତାର ଏହି ଉତ୍ତରରେ ଆଖିରେ ବନ୍ଧ ଭାଙ୍ଗି ମାଡ଼ି ଆସିଲେ ଲୁହର ମହାସାଗର। ବେଳେବେଳେ ଜୀବନରେ ଭୁଲ ଠିକ୍ର ହିସାବରେ ମୁଁ ବି ଜୀବନର ବାସ୍ତବତାକୁ ଦେଖିବାକୁ ଭୁଲି ଯାଇଛି। ତାହା ଆଜି ଅନୁଭବ କରୁଛି। ଏବେ କେବଳ ମନର ଭୟକୁ ଦୂରେଇବା ପାଇଁ ଚେଷ୍ଟା। ମୋ ଜୀବନରେ ଘଟିଥିବା ଏହି ଘଟଣା କୌଣସି କାହାଣୀଠୁ ବି କମ୍ ନୁହେଁ। ଜାଣିବା ପାଇଁ ସ୍କିପ୍ ନକରି ପୁରା ଭିଡ଼ିଓ ଦେଖନ୍ତୁ। ମୋ ପରିବାର କହିଲେ ମୋର ବାପା, ବୋଉ ଏବଂ ମୋର ସାନ ଭଉଣୀ, ଯାହାର ବାହାଘର 7 ବର୍ଷ ପୂର୍ବେ ହୋଇସାରିଛି। ସୁଖ ଦୁଃଖର ସଂସାରଟା ଆସ୍ତେ ଆସ୍ତେ ଆଗେଇ ଚାଲିଥିଲା, ପାସେଞ୍ଜର ଟ୍ରେନ୍ ପରି ଷ୍ଟେସନ ପରେ ଷ୍ଟେସନ ଆଗକୁ। ସବୁକିଛି ତୁମରି ପାଇଁ। ସଞ୍ଜୁର ଏହି ଉତ୍ତରରେ ମୁଁ ଏବଂ ମୋର ଭୟଭୀତ ହୃଦୟ କମ୍ପୁଥିଲା, ଆସୁଥିବା ପ୍ରଳୟଙ୍କାରୀ ଭୂମିକମ୍ପରେ। ନିର୍ଣ୍ଣୟ ଏକ ପରିବାରରେ ଜନ୍ମ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସମାଜରେ ବହୁତ କଷ୍ଟ। ତଥାପି ମୁଁ ହାର ମାନିନି। ଗ୍ରାଜୁଏସନ୍ ସରିବା ପରେ ଘର ଛାଡ଼ି 2000 କିଲୋମିଟର ଦୂର ମୁମ୍ବାଇରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲି। ନିଜର ପରିଶ୍ରମ ଏବଂ ଭଗବାନଙ୍କ ଆଶୀର୍ବାଦରୁ ନିଜର ଏକ ପରିଚୟ ଅଳ୍ପ ବହୁତ ଅର୍ଜନ କରିଛି। ଯୌବନର ପାହାଚରେ ମନ ଥିଲା ଉଡ଼ା ପ୍ରଜାପତି, ଉଡ଼ୁଥିଲେ ଫୁଲରୁ ଫୁଲ, ବଗିଚାରୁ ବଗିଚା। ବୟସର ଦ୍ୱାହି ଦେଇ ବହୁ ବାହାଘର ପ୍ରସ୍ତାବ ଆସୁଥିଲା। ବହୁ ପ୍ରସ୍ତାବ ଆସିବା ପରେ ଜୀବନରେ ସେ ଆସିଲା ଏବଂ ଆଖିରେ ଆଖି ମିଶାଇ ହୃଦୟକୁ ଅଜାଣତରେ ଚୋରି କରିନେଲା। ଲାଗିଲା ସେ ମୋ ଜୀବନକୁ ସମ୍ପୂର୍ଣ୍ଣ କରିଦେବ। ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ସଞ୍ଜୁଙ୍କ ପ୍ରସ୍ତାବରେ ରାଜି ହୋଇଗଲି। ତା ସହ ପ୍ରଥମ ଦେଖା ଜୀବନରେ ଅନାମନା ରଙ୍ଗ ଆଣିଥିଲା। ଅସୁମାରୀ ସ୍ୱପ୍ନ ସବୁ ଆକାଶ ଛୁଇଁଲେ। ସେ ରଙ୍ଗ ତୋଳିବାକୁ ଆଖି ତାର ସାଗର ପରି, ଯେଉଁଥିରେ ହଜିଯିବାକୁ ଜମା ବି ଭୟ ନଥିଲା। ଯୌବନର ପ୍ରଥମ ଭାଗକୁ ପୂର୍ଣ୍ଣଚ୍ଛେଦ ପକାଇ ବହୁ ଆଡ଼ମ୍ବରରେ ବାହାଘର ସରିଲା। ଶାଶୁ ଶ୍ୱଶୁର ଶଳାଶାଳୀ ମଧ୍ୟ ଖୁବ୍ ଆପଣାର ହୋଇଗଲେ ଏଇ କିଛି ଦିନ ଭିତରେ। ଜୀବନର ଖାତାରେ ଆଉ ଏକ ଫର୍ଦ୍ଦ ଲେଖା ହେଲା। ଝିଅ ଜନ୍ମ ଦେଇ ନାରୀ ଜୀବନକୁ ସମ୍ପୂର୍ଣ୍ଣ କରିଥିଲା ସଞ୍ଜୁ। ମୁଁ ବି ବାପା ହେବା ଖୁସିରେ ହଜି ଯାଇଥିଲି। ଜୀବନର ରଙ୍ଗ ଧୀରେ ଧୀରେ ବଦଳୁଥିଲା ଏବଂ ତା ସହ ବଦଳୁଥିଲା ପରିବାର। ସଞ୍ଜୁ, ମୁଁ ଏବଂ ମୋ ପରିବାର ଭିତରେ ସମ୍ପର୍କ ଆସ୍ତେ ଆସ୍ତେ ଅସଜଡ଼ା ହୋଇଯାଉଥିଲା। କାହାକୁ ସମ୍ପୂର୍ଣ୍ଣ ଠିକ୍ କିମ୍ବା ଭୁଲ ବୋଲି ସାର୍ଟିଫିକେଟ୍ କେବେ ବି ଦେଇପାରିନି, ନା ମାଆକୁ ନା ସ୍ତ୍ରୀକୁ। ଯାହାର ହାତ ଧରିଥିଲି ନା ତାକୁ କେବେ ଛାଡ଼ିପାରିବି, ନା ଯିଏ ମୋତେ ଜନ୍ମ ଦେଇଛି ତାକୁ କେବେ ପର କରିପାରିବି। ହେଲେ ଯିଏ ନିଜ ଝିଅକୁ ମୋ ହାତରେ ବାନ୍ଧି ଦେଇଛି ତାକୁ କି ଉତ୍ତର ରଖିବି? ହସ୍ପିଟାଲର ICU ବେଡ୍ରେ ସଞ୍ଜୁକୁ ଭର୍ତ୍ତି ପରେ ଆଗ ଅପେକ୍ଷା ଟିକେ ସୁସ୍ଥ ଜଣାପଡ଼ୁଥିଲା। ହେଲେ ଶରୀରର ପୀଡ଼ା ଏତେ କଷ୍ଟ ଥିଲା ଯେ ପଥର ଭଳି ଛାତିକୁ ବି ଚିରିଦେବ। ସେଦିନ ରାତିରେ ମୋର ନିଦ ବି ହଜିଯାଇଥିଲା। ରାଜଧାନୀର ଚଞ୍ଚଳ ରାତିରେ ସ୍ମୃତି ସବୁକୁ ସାଇତି ରଖିଥିବା ମୋବାଇଲ ଗ୍ୟାଲେରୀକୁ ଖୋଲି ଗୋଟିଏ ପରେ ଗୋଟିଏ ଫଟୋ ଦେଖୁଥିଲି ଏବଂ ସେ ଫଟୋ ସହିତ ଘଟି ଯାଇଥିବା ଖଟା ମିଠା ଘଟଣାକୁ ଅନୁଭବ କରୁଥିଲି। ସେଦିନ ଥିଲା ମଙ୍ଗଳବାର ରାତି 9ଟା। 2 ଦିନ ଧରି ଚାଲିଥିବା ପରିବାରର ବିଶୃଙ୍ଖଳା ନୂଆ ଏକ କାହାଣୀ ଲେଖିବା ପାଇଁ ଯେମିତି ଅପେକ୍ଷା କରି ରହିଥିଲା। ମନ ମାନନ୍ଦର ଏମିତି ଅନେକ ଥର ହୋଇଛି ଏବଂ ବୁଝାବଣା ବି ହୋଇଯାଇଛି। ହେଲେ ସେଦିନ ଏମିତି ଏକ ଜିଦ୍ଦି ଯାହା କେବେ କେହି ବୁଝିବା ପାଇଁ ନାରାଜ, ନା ବୋଉ ନା ସଞ୍ଜୁ। ମୁଁ କିନ୍ତୁ ସବୁଥର ପରି ଡରୁଥିଲି କି ଘଟଣାଟି ଆଗକୁ ବଢ଼ି ନଯାଉ।
ମନ ଭିତରେ ଅସହଜ ଭାବନା ମୋତେ ହଠାତ୍ ନିଦରୁ ଉଠେଇଦେଲା। ସମୟ ଦେଖେ ତ ବ୍ରହ୍ମ ମୁହୂର୍ତ୍ତ। କୋଟି କୋଟି ଦେବାଦେବୀଙ୍କୁ ସ୍ମରଣ କରି ସଞ୍ଜୁ ପାଇଁ ଆୟୁଷ ମାଗୁଥିଲି। ମୋ ଆୟୁଷ ବଦଳରେ ସଞ୍ଜୁକୁ ଲାଗିଯାଉ ଭଗବାନଙ୍କ ପାଖରେ ନେହୁରା ହେଉଥିଲି। ଟିକେ ଭଲ ଅଛନ୍ତି ବୋଲି କହିବାରୁ ଟିକେ ଆଶ୍ୱସ୍ତି ମିଳିଲା, କିନ୍ତୁ ମନର ଆକାଂକ୍ଷା ଆହୁରି ବଢ଼ିଗଲା। ଝିଅ ମୋହର ବହୁତ ଗେହ୍ଲା, ତା ମା ତାକୁ ବହୁତ ଭଲ ପାଏ। ଦୁନିଆର ସବୁ ଖୁସି ଅଜାଡ଼ି ଦେଇଛି ତା ଜିଦ୍ଦି ଆଗରେ। ମୋ ଝିଅ ଆଖିରେ ମୁଁ ବହୁତ ସ୍ୱପ୍ନ ମଧ୍ୟ ଦେଖିଛି, ହେଲେ ଡର ଲାଗେ ସ୍ୱପ୍ନ ମୋର ଭାଙ୍ଗିଯିବନି ତ ଭାବିକି। ହସ୍ପିଟାଲ ବେଡ୍ରେ ଆଖି ମୋର ଏକ ଲୟରେ ଲାଗିଥିବା ଅକ୍ସିଜେନ୍ ମନିଟର ଉପରେ ଥାଏ। ତୁଣ୍ଡରେ ଜଗନ୍ନାଥଙ୍କ ନାମ ନିରନ୍ତର ଚାଲିଥାଏ ଏବଂ ଆଖି ବନ୍ଦ କରି ଗୋଟିଏ ପରେ ଗୋଟିଏ ମାନସିକ କରି ଚାଲିଥାଏ ମହାପ୍ରଭୁଙ୍କ ପାଖରେ। ବେଳେବେଳେ ବିଶ୍ୱାସ ବି ହୁଏନି, ସତରେ କ'ଣ ଏମିତି କିଛି ଘଟଣା ମୋ ସହିତ ଘଟିଛି, ନା ଏସବୁ ରାତିରେ ଦେଖୁଥିବା ସ୍ୱପ୍ନ, ନା ମନ ଭିତରେ ଉଙ୍କି ମାରୁଥିବା କାଳ୍ପନିକ ଛବି ସବୁ। ହେଲେ ଏହା ତ ବାସ୍ତବିକ ସତ୍ୟ। ଯାହା ଘଟିଯାଇଛି ତାହା କେବେ ପରିବର୍ତ୍ତନ ହେବନି। ଏହି କାହାଣୀଟି ମୋ ଜୀବନରେ ଘଟିଯାଇଥିବା ଏକ ନିଛକ ସତ, ଯାହା ସେଦିନ ରାତିରେ ମୋ ଆଖି ସାମ୍ନାରେ ଘଟିଯାଇଥିଲା। ଘଟଣାକୁ ପଢ଼ିବା ପରେ ହୁଏତ ଆପଣଙ୍କ ମନରେ ବହୁ ପ୍ରଶ୍ନ ଏବଂ ଘଟଣାର ବିସ୍ତୃତ ଖବର ଜାଣିବା ପାଇଁ ଇଚ୍ଛା ନିଶ୍ଚୟ ହେବ, କିନ୍ତୁ ଏହି ଲେଖା ମାଧ୍ୟମରେ ମୁଁ କେବଳ ମୋର ଅନୁଭବ ଏବଂ ମୋ ସ୍ପଷ୍ଟୀକରଣ କାହାଣୀ ଜରିଆରେ କହିପାରିବି। ତାହେଲେ ଚାଲନ୍ତୁ କାହାଣୀକି ଟିକେ ପଛକୁ ନେବା। ମଙ୍ଗଳବାର ରାତି 9ଟାରେ ଘରକୁ ଆସି ପ୍ରଥମେ ବୋଉକୁ ଖାଇବା ପାଇଁ ଡାକିଲି, ହେଲେ ସେ ମୁହଁ ବୁଲେଇ ମୁଁ ଖାଇବି ନାହିଁ ବୋଲି କହିଦେଲା। ଯେଉଁଦିନ ତୁ ବିଚାର କରିବୁ ଠିକ୍ ଏବଂ ଭୁଲର, ସେବେ ମୁଁ ଖାଇବି। ଏମିତି 2-3 ଦିନ ଧରି ଚାଲିଛି। ଘର ଭିତରେ ଅଶାନ୍ତି। ମୁଁ ବି ଚୁପ୍ ନ ରହି ସଞ୍ଜୁଙ୍କୁ ଅନାବନା କହି ଚାଲିଛି, ତୁମ ପାଇଁ ସବୁବେଳେ ଆମ ଘରେ ଅଶାନ୍ତି, କେବେ ତ ଥରେ ଚୁପ୍ ରୁହ। ଶାଶୁ ବୋହୂଙ୍କ ଜିଦ୍ ଆଗରେ କୌଣସି ବାକ୍ୟକୁ ପୂର୍ଣ୍ଣଚ୍ଛେଦ କରି ହୁଏନି। ସଞ୍ଜୁ କିନ୍ତୁ ଏଥର ନିଜ ଜିଦ୍ରେ ଅଟଳ। ମୋ ପାଇଁ ଯଦି ଏତେ ସମସ୍ୟା ହେଉଛି, ତାହେଲେ ମୁଁ ରହିବିନି। ମୁଁ ମରିଗଲେ ସବୁ ସମସ୍ୟାର ସମାଧାନ ହୋଇଯିବ କହି ରାଗରେ ଗୁମ୍ ମାରି ବସିଲା। ମୁଁ କିନ୍ତୁ ଦୂରେଇ ଯାଉଥିଲି ଏହି କଳି ଭିତରୁ। ଆଜି ନାହିଁ କାଲି ନିଶ୍ଚୟ ସମାଧାନ ହୋଇଯିବ ବୋଲି ଭାବିକି। ହଠାତ୍ ଲକ୍ଷ୍ୟ କରେ ତ ସଞ୍ଜୁ ହାତରେ ଦିଆସିଲି ଏବଂ ଦେହ ତାର କିରୋସିନରେ ଭିଜା। ମୁଁ ସଞ୍ଜୁ ପାଖକୁ ଧାଇଁ ଯିବାକୁ ଚେଷ୍ଟା ଦେଖି ହଠାତ୍ ଦିଆସିଲି କାଠିଟା ଜଳେଇ ଶାଢ଼ୀ କାନରେ ଲଗେଇଦେଲା। ମୁଁ ବାକ୍ୟ ଶୂନ୍ୟ ହୋଇ ଲିଭେଇବା ପାଇଁ ଚେଷ୍ଟା କରିଲି। ସଞ୍ଜୁର ଚିତ୍କାର ଧାଇଁ ଆସିଲେ ବୋଉ ଏବଂ ମୋ ଝିଅ। ମାତ୍ର 10-15 ସେକେଣ୍ଡରେ ନିଆଁକୁ ଆୟତ୍ତ କରିଦେଲୁ, କିନ୍ତୁ ସେହି ସମୟ ଭିତରେ ବହୁତ କିଛି ଘଟି ଯାଇଥିଲା। ମୋ ପୃଥିବୀଟା ମୋ ପାଦ ତଳୁ ଖସି ଯାଇଥିଲା। ମୁଁ ମୂକ ପାଲଟି ଯାଇଥିଲି। ଭାବିଲି ପାଖ ଡାକ୍ତରଖାନା ଗଲେ ସାଙ୍ଗେ ସାଙ୍ଗେ ଭଲ ହୋଇ ଫେରି ଆସିବ, ହେଲେ ସାଙ୍ଗେ ସାଙ୍ଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଗଲା। କଟକର ସହର ଭିତରେ ମୁଁ ନିଜକୁ ଅଣନିଶ୍ୱାସ ପରି ଅନୁଭବ କରିଲି ଯେତେବେଳେ ଅପରିଚିତ ରୋଗୀମାନଙ୍କର ଯନ୍ତ୍ରଣାଳୟକୁ ଦେଖି। ମନ ଭିତରେ କୌଣସି ଦ୍ୱନ୍ଦ୍ୱ ନ ରଖି ଭୁବନେଶ୍ୱର ଘରୋଇ ହସ୍ପିଟାଲକୁ ତତ୍କ୍ଷଣାତ୍ ଟ୍ରାନ୍ସଫର କରିଦେଲି। ଯୁଦ୍ଧର ରଣଭୂମିରେ ଠିଆ ହୋଇ ଲଢ଼େଇ କରୁଥିଲି ସଞ୍ଜୁର ଜୀବନ ପାଇଁ। ସହସ୍ର ନାମକୁ ଜପୁଥିଲି ଏକମାତ୍ର ସଂକଳ୍ପ ସଞ୍ଜୁ ପାଇଁ। ଭଗବାନ ସବୁ ଠିକ୍ କରିଦିଅନ୍ତୁ। ଶାଶୁଙ୍କ ମୁହଁ ଦେଖି ପଢ଼ି ହେବ ଯେ ସେ ବେଦନା ଶୁଖୁନଥିବା ନଈ ଭଳି ତାଙ୍କ ଲୁହ ଶୁଖୁନି। ବୈଶାଖର ତାତି ମୋ ପରିବାରକୁ ଜାଳିଦେବା ଆଗରୁ ମୁଁ ଆଖି ବନ୍ଦ କରି ଶୋଇଯିବି ଭାବିଲି। ରାତିରେ ଛୁଟି ଆସିଲେ ସ୍ୱପ୍ନମାନେ ମୋ ମାନସ ପଟରେ। ଝିଅ ମୋର ହାତ ଧରି ଚାଲୁଛି କେଉଁ ଏକ ରାଜମହଲ କୋଠା ଭିତରକୁ। ବଡ଼ ସରକାରୀ ଅଫିସର ବୋଲି ପରିଚୟ ମୋ ଝିଅର। ଆଉ କିଛି ସ୍ପଷ୍ଟ ବାରିବା ଆଗରୁ ଆଖି ଖୋଲିଗଲା। ଦୂରେଇ ଗଲେ ସ୍ୱପ୍ନ ସବୁ। ଲାଗିଲା ଯେମିତି ଜୀବନରେ ଝଡ଼ଟା ରାସ୍ତା କାଟି ଚାଲିଯାଇଛି, କିନ୍ତୁ ବିଧିର ବିଧାନ କିଛି ଅଲଗା ଲିଖିଥିଲା ମୋ ଭାଗ୍ୟରେ। ସଞ୍ଜୁ ଯେବେ ବି ଏମିତି ରାଗିଛି, ପ୍ରାୟ ସବୁ ସମୟରେ ମରିଯିବ କହି ସମସ୍ତଙ୍କୁ ଡରାଇବା ପାଇଁ ଚେଷ୍ଟା କରିଛି। କ୍ରୋଧ ହେଲେ ରକ୍ତାକ୍ତ ପଡ଼ିଯାଏ ତାର ସେଇ ନୀଳ ଆଖି, ପିଇଯାଏ ଦୁନିଆର ସମସ୍ତ ଜ୍ୱାଳାକୁ ଭୋଳାନାଥଙ୍କ ପରି। ହେଲେ ସମୟ କ୍ରମେ ସବୁ ବୁଝିଯାଏ। ପୁଣି ଥରେ ହସ ଖୁସିରେ ଘର ଅଗଣାଟା ଭରିଯାଏ। ସଞ୍ଜୁ ଏବଂ ମୋ ଭିତରେ ଏକ ଅତୁଟ ଭଲ ପାଇବା, ହେଲେ କାହା ପରି ସମାଜ ଆଗରେ କେବେ ପ୍ରକାଶ କରିପାରିନି। କାନ୍ଧରେ ତାର ହାତ ରଖିନି ସତ, ହେଲେ ଚଲା ରାସ୍ତାରେ ତା ହାତ କେବେ ବି ଛାଡ଼ିନି। ଖୁସି ଥିଲେ ସେ
ପ୍ରେମର ମଳୟ ପବନ ସିରି ସିରି ବିଞ୍ଚି ଦିଏ ମୋ ଅଙ୍ଗରେ। ମହକି ଯାଏ ପ୍ରେମ ତାର ପୂର୍ଣ୍ଣିମାର ଚାନ୍ଦ ପରି। ହାତରେ ହାତ ରଖି ଆଙ୍କି ଦିଏ ସାତରଙ୍ଗୀ ଇନ୍ଦ୍ରଧନୁ ଠିକ୍ ଶ୍ରାବଣର ବର୍ଷା ପରେ। ଘଟିଥିବା ଘଟଣାର 4 ଦିନ ପର୍ଯ୍ୟନ୍ତ ସଞ୍ଜୁ ଆଇସିୟୁ ବେଡ୍ରେ ସେମିତି ଜୀବନ ସଂଗ୍ରାମରେ ଏକା ଲଢ଼ୁଥାଏ। ଏପଟେ ମୁଁ କେବଳ ଭଗବାନଙ୍କ ଭରସାରେ ଆଖପାଖ ମନ୍ଦିର ଯାଇ ଗୁଡ଼ାଏ ମାନସିକ କରି ପକାଏ। ସନ୍ଧ୍ୟାବେଳେ ମୁଖ୍ୟ ଡାକ୍ତର ବାବୁଙ୍କ କ୍ୟାବିନ୍କୁ ଯାଇ ସଞ୍ଜୁଙ୍କ ରିପୋର୍ଟ ବାବଦରେ କଥା ହେଲି। ବାଷ୍ପରୁଦ୍ଧ ମୁହଁ ସହ କରୁଣ ଚାହାଣୀରେ ଡାକ୍ତରବାବୁ ଧୈର୍ଯ୍ୟ ଧରନ୍ତୁ ବୋଲି ମୋତେ କହିଲେ। ବଞ୍ଚିବାର ସମ୍ଭାବନା ବହୁତ କମ୍ ଶୁଣିବା ପରେ ଦେହ ମୋର ଥରି ଉଠିଲା। ମସ୍ତିଷ୍କରେ ଥମି ଯାଇଥିବା ଝଡ଼ ପୁଣି ଥରେ ସୁନାମିର ରୂପ ନେବା ଆରମ୍ଭ କରିଥିଲେ। ବାପା ଏବଂ ମୋ ଦାଦା ବାହାରୁ ଆସି ସାରିଥିଲେ। ମୋତେ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦେଲେ ଏବଂ ଯାହା ବି ଦୁଃଖ କଷ୍ଟ ଆସିବ ମିଳିମିଶି ସାମ୍ନା କରିବା ବୋଲି ମୋତେ ବିଶ୍ୱାସ ଦେଲେ। ହେଲେ ମନ ମୋର ଅମାନିଆ। କାହିଁକି ବୁଝିବ ଏସବୁ? ପିଲାବେଳୁ କେତେ ଦୁଃଖ କଷ୍ଟରେ ବଢ଼ି ନାହିଁ। ମୁଁ ଖୁସି ପାଇଁ ବୋଉ ବାପା ବହୁତ ତ୍ୟାଗ କରିଛନ୍ତି ତାଙ୍କ ଜୀବନରେ। ଗୋଟେ ବୋଲି ପୁଅ ବହୁତ ଗେହ୍ଲା। ଦୀର୍ଘ 12 ଦିନ ଧରି ଆଇସିୟୁ ବେଡ୍ରେ ନିଜ ଜୀବନ ସହ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ସଞ୍ଜୁ ଏଥର ହାରି ଯାଇଥିଲା। ସମସ୍ତ ଚେଷ୍ଟା ପରେ ବି ତା ନିଶ୍ୱାସକୁ ରଖିପାରିଲିନି। ମୁଁ ବି ହାରିଗଲି ଜୀବନର ଭିକ୍ଷା ମାଗୁଥିବା ଭଗବାନଙ୍କ ପାଖରେ। କେତେ ଯେ ସ୍ୱପ୍ନ ରହିଗଲା ସେ ଆଖି ଭିତରେ, ଯାହା ଭିତରେ ମୋ ଦୁନିଆ ଥିଲା। ଲେଖୁଥିବା କାହାଣୀ ବି ଅଧା ରହିଗଲା। କଲମର ମୁନ ଭାଙ୍ଗି ରଙ୍ଗ ସବୁ ଖେଳିଗଲା କାଗଜ ଉପରେ। ଏବେ କେବଳ ମୁଁ ଏବଂ ମୋ ଝିଅ ଦୁହେଁ ବଞ୍ଚିଛୁ ଆମ ଦୁନିଆରେ। ଇତିହାସର କଳା ଅକ୍ଷରରେ ଲେଖା ମୋ ଜୀବନ କାହାଣୀ। ନା ମୁଁ କେବେ କହିଛି ନା କେବେ ଶୁଣିଛି। ସଞ୍ଜୁ ଉପସ୍ଥିତି ମୁଁ ସବୁଦିନ ରାତିରେ ଏହି ଶୁଖିଲା ଆଖିରେ ଦେଖୁଛି। ମୋ ହୃଦୟର ଶୂନ୍ୟ ସିଲଟରେ ସଞ୍ଜୁ ତାର ନାଁ ଲେଖି ସାରିଛି, ଯାହା ଏବେ ଲିଭିବା ସମ୍ଭବ ନୁହେଁ। ଏବେ ସମୟ କେବଳ ସ୍ମୃତିକୁ ସଜେଇବାର, ସ୍ୱପ୍ନକୁ ବନ୍ଦୀ କରି ରଖିବାର। ଯାହା କେବେ ବି କହି ହୁଏନି ତାହା କାଗଜରେ ବୋଧେ ଲେଖି ହୁଏ। ଏହି କାହାଣୀକୁ ପଢ଼ୁଥିବା ପାଠକ ପାଠିକାଙ୍କ ପାଖରେ ମୋ ଜୀବନରେ ଘଟିଥିବା କାହାଣୀର ସ୍ୱତନ୍ତ୍ର ପକ୍ଷ ରଖିଛି। ଆଶା କରେ ଆପଣ ସମସ୍ତେ ପଢ଼ି ନିଜ ନିଜର ବିଚାର ନ ରଖି ସହ ହୃଦୟରେ ଅନୁଭବ କରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନ୍ ଅନ୍ କରିବା ପାଇଁ ଜମା ବି ଭୁଲିବେନି। ଧନ୍ୟବାଦ।